ପୁରୀ ଦ ୱାର୍ଲଡ ଫେମସ୍ ଜଗନ୍ନାଥ ଟେମ୍ପୁଲ, ଯାହାର ରହସ୍ୟ ବିଷୟରେ ବହୁତ ଲୋକ ବହୁତ କଥା କୁହନ୍ତି, କିନ୍ତୁ ତାର ତୃତୀୟ ପାହାଚରେ ପାଦ ରଖିବା ମାତ୍ରେ ଆପଣଙ୍କ ସବୁ ପୁଣ୍ୟ ନଷ୍ଟ ହେଇଯିବ। କେବେ ଏହି ବିଷୟରେ ଭାବିଛନ୍ତି? କାରଣ ଆଜି ପର୍ଯ୍ୟନ୍ତ ସମସ୍ତେ ତୃତୀୟ ପାହାଚରେ ପାଦ ରଖି ସମସ୍ତେ ଚାଲି ଆସୁଛନ୍ତି, କେବେ ବି ଭାବିନଥିବେ। ଆସନ୍ତୁ ଜାଣିବା ଏହି ଭିଡିଓ ମାଧ୍ୟମରେ। ପୁରୀ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିବା ମାତ୍ରେ 22ଟି ପବିତ୍ର ପାହାଚ ଦେଇ ଅତିକ୍ରମ କରିବାକୁ ପଡିଥାଏ, ଯାହାକୁ ଆମେ 22 ପାହାଚ ବୋଲି ମଧ୍ୟ କହିଥାଉ। ଏଥିମଧ୍ୟରୁ ତୃତୀୟ ପାହାଚରେ ଥିବା ଏକ କଳା ପଥରକୁ ଯମଶିଳା ବୋଲି ଜଣାଯାଏ, ଯାହାକି ମୃତ୍ୟୁର ଦେବତା ଯମରାଜଙ୍କ ସହିତ ଡାଇରେକ୍ଟ ସଂଯୋଗ ଥାଏ। ପୁରାଣ କଥା ଅନୁସାରେ ଯେତେବେଳେ ଭକ୍ତମାନେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ, ତାଙ୍କର ସବୁ ପାପ ଧୋଇ ଯାଉଥିଲା। ଏଥିରେ ଯମରାଜ ଲୋକଙ୍କ ପାପ ମୁକ୍ତି ଦେଖି ବହୁତ ଚିନ୍ତିତ ହୋଇଯାଇଥିଲେ। ସେ ଜଗନ୍ନାଥଙ୍କୁ ଯାଇ ପଚାରିଥିଲେ, ତାପରେ ଭଗବାନ ତାଙ୍କୁ ଦ୍ୱିତୀୟ ପାହାଚରେ ବାସ କରିବାକୁ ଅନୁମତି ଦେଇଥିଲେ। ଏହି ଶିଳା ଉପରେ ପାଦ ଥୋଇ ମନ୍ଦିରକୁ ପ୍ରବେଶ କଲେ ଆପଣଙ୍କ ପାପ ମୁକ୍ତି ହୋଇଥାଏ, କିନ୍ତୁ ମନ୍ଦିରରୁ ବାହାରୁଥିବା ସମୟରେ କେବେ ବି ଏହି ଶିଳା ଉପରେ ପାଦ ରଖିବେ ନାହିଁ, କାରଣ ପାଦ ରଖିବା ଦ୍ୱାରା ଆପଣଙ୍କ ଦର୍ଶନ ସାରି ଯାହା ବି ପୁଣ୍ୟ କମିଯାଇଥାଏ ତାହା ମଧ୍ୟ ନଷ୍ଟ ହୋଇଯିବ। ସେଥିପାଇଁ ଭକ୍ତମାନେ ମନ୍ଦିରରେ ପ୍ରବେଶ କରିବା ସମୟରେ ଶିଳା ଉପରେ ପାଦ ଦେଲେ ମଧ୍ୟ ବାହାରୁଥିବା ସମୟରେ ସାବଧାନ ରୁହନ୍ତୁ। ମନ୍ଦିର ଜଗନ୍ନାଥ ମନ୍ଦିରର ଏହି ରହସ୍ୟ ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବାକୁ ଟୋଟାଲି ଭୁଲିବେନି। ରହୁଛି, ଦେଖା ହେବା ଗୋଟେ ନୂଆ ରହସ୍ୟ ଭିଡ଼ିଓ ସହିତ। ସେ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଲାଇକ୍, କମେଣ୍ଟ ଆଣ୍ଡ ସେୟାର କରିବାକୁ ଟୋଟାଲି ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।